ପିଲାମାନେ ଆଜି ଆମେ ଆମ ଦଶମ ଶ୍ରେଣୀ ପ୍ରଥମ ଚାପ୍ଟର ଜୀବବିଜ୍ଞାନ କ'ଣ ପୋଷଣ ରାଜ୍ୟ ଅଭ୍ୟାସ ପ୍ରଶ୍ନପତ୍ର ସବୁତକ ଯେଉଁ 12ଟି ଯାକ କୋଶ୍ଚିନ୍ ଦେଇଛି 12ଟି ଯାକ କୋଶ୍ଚିନ୍ କରିବା ବୁଝିହେଲା। ତାହେଲେ ପ୍ରଥମ କୋଶ୍ଚିନ୍ ଆମକୁ କ'ଣ ଦେଇଥିଲା, ଆଲୋକ ଶ୍ଳେଷଣ କ'ଣ ସବୁଜ ଉଦ୍ଭିଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ଣ୍ଣନା କର। ପିଲାମାନେ ମନେ ରଖିଥ, ଏଇଟା ଗୋଟେ ଲଙ୍ଗ କୋଶ୍ଚିନ୍, ପୁରା 5 ମାର୍କ ପାଇବା ପାଇଁ ଆମକୁ ବହୁତ କିଛି ଲେଖିବାକୁ ପଡ଼ିବ। ତାହେଲେ ଲେଖିବା ପ୍ରଥମେ ଲେଖିବା ଆମେ କ'ଣ, ଆଲୋକ ଶ୍ଳେଷଣ କାହାକୁ କୁହାଯାଏ। କାରଣ ଆମକୁ ପଚାରିଛି ଆଲୋକ ଶ୍ଳେଷଣ କ'ଣ। ଆଲୋକ ଶ୍ଳେଷଣ ଏକ ଜୈବ ରାସାୟନିକ ପ୍ରକ୍ରିୟା ଯାହାଦ୍ୱାରା ପତ୍ର ହରିଥିବା ସମସ୍ତ ଉଦ୍ଭିଦ ଓ ନୀଳହରିତ ଶୈବାଳ ଆଦି ସମସ୍ତ ଜୀବ ସୂର୍ଯ୍ୟର ଆଲୋକ ଶକ୍ତିକୁ ଉପଯୋଗ କରି କ୍ଲୋରୋଫିଲ୍ର ଉପସ୍ଥିତିରେ ଅଙ୍ଗାରକାମ୍ଳ ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତି। ତାହେଲେ ଗଛ ପିଲାମାନେ ମାନେ ସବୁଜ ଉଦ୍ଭିଦ, ସିଏ ଖାଦ୍ୟ କ'ଣ ତିଆରି କରିବା ପ୍ରକ୍ରିୟାକୁ ଆମେ ପ୍ରଥମେ ଆଲୋକ ଶ୍ଳେଷଣ ପ୍ରକ୍ରିୟା କହିଲେ। ନେକ୍ସଟ କ'ଣ ଆମେ ଇଏ କରିବା, ତାପରେ ଦେଖ ପିଲାମାନେ ଏଇଟା ହେଲା ଆମେ ଫର୍ମୁଲା ଜାଣିଛେ 6CO2 + 12H2O gives rise to C6H12O6 + C6H2O + 6CO2। ଏଇଟା ହେଲା ଆଲୋକ ଶ୍ଳେଷଣ ପ୍ରକ୍ରିୟା। ଏଇଭଳି ଭାବରେ ଇଏ ହେଉଛି, ଏଇଟାକୁ ବି ମଧ୍ୟ ଲେଖିବ ହେଲା। ତାପରେ ସବୁଜ ଉଦ୍ଭିଦରେ କେମିତି ଆଲୋକ ଶ୍ଳେଷଣ ପ୍ରକ୍ରିୟା ହୁଏ ଦେଖିବା। ତାହେଲେ ପିଲାମାନେ ଦେଖ, ପିଲାମାନେ ଆଲୋକ ପ୍ରକ୍ରିୟା ବା ଆଲୋକ ରାସାୟନିକ ପ୍ରକ୍ରିୟା ବୋଲି ଆକୁ ଆମେ କହିପାରିବା। ଆଉ ଗୋଟେ କ'ଣ ଅଛି, ଦୁଇ ପ୍ରକାର ପ୍ରକ୍ରିୟା ଅଛି, ଆଉ ଗୋଟେ ଅନ୍ଧକାର ପ୍ରକ୍ରିୟା ମଧ୍ୟ ଅଛି। ତାହେଲେ ପୁରା ସମ୍ପୂର୍ଣ୍ଣ ବିବରଣୀ ଆଲୋକ ପ୍ରକ୍ରିୟା ଆଉ ଅନ୍ଧକାର ପ୍ରକ୍ରିୟା ଭିତରେ ଦେଖିବା। ଦେଖ ପିଲାମାନେ, ଆଲୋକ ପ୍ରକ୍ରିୟା ଯେଉଁଟାକୁ ଆମେ ଲାଇଟ୍ ରିଆକ୍ସନ ବୋଲି ଇଂଲିଶରେ କହନ୍ତି, ଆଲୋକ ପ୍ରକ୍ରିୟା ଏକ ଆଲୋକ ରାସାୟନିକ ପ୍ରକ୍ରିୟା ଅଟେ। ଏହି ପ୍ରକ୍ରିୟା ଆମେ କ'ଣ କରୁଛେ, ହରିତ ଲବକ ଥିବା ଗ୍ରାନାରେସ୍ କେଉଁଠି ସମ୍ପାଦିତ ହୋଇଥାଏ ଏବଂ ଏହି ପ୍ରକ୍ରିୟା 4ଟି ସୋପାନ ଦେଇକି ଯାଇଥାଏ। ପ୍ରଥମ ସୋପାନ କ'ଣ କହୁଛି, ସେ କହୁଛି କ୍ଲୋରୋଫିଲ୍ର କ'ଣ ଉତ୍ତେଜିତକରଣ। କ୍ଲୋରୋଫିଲ୍ ସୂର୍ଯ୍ୟର ଆଲୋକ ଶକ୍ତିକୁ ଶୋଷଣ କରି ଉତ୍ତେଜିତ ହୁଏ ଓ ରାସାୟନିକ ଶକ୍ତିକୁ ରୂପାନ୍ତରିତ କରେ। ବୁଝିଲା, କ୍ଲୋରୋଫିଲ୍ରୁ କ'ଣ ଗଲା, ରାସାୟନିକ ଶକ୍ତିକୁ ପ୍ରଥମେ ଗଲା ପ୍ରଥମ ସୋପାନରେ। ତାପରେ ଦ୍ୱିତୀୟ ସୋପାନରେ କ'ଣ ହୁଏ ଦେଖିବା। ଦ୍ୱିତୀୟ ସୋପାନରେ ପିଲାମାନେ ଏଡିପିରୁ ଏଟିପି ଗଠନ ହେଲା। ତାପରେ ଏଡିପିର ଫୁଲ୍ ଫର୍ମ ଦେଇଦେଇଛି, ମନେ ରଖିଥାଅ, ଆଡୋନେସେନ୍ ଡାଇଫସ୍ଫେଟ୍ ହେଲା। ଏଟିପି ହେଲା ଆଡୋନେସେନ୍ ଟ୍ରାଇଫସ୍ଫେଟ୍। ଏଡିପିରୁ ଏଟିପି ହୁଏ ହେଲା। ଏଡିପିରେ ଶକ୍ତି ଦେଲେ ଆମର ଏଟିପି ତିଆରି ହେଉଛି ହେଲା। ଅନ୍ଧକାର ପ୍ରକ୍ରିୟାରେ ଆମର ଏଟିପି ବ୍ୟବହୃତ ହୁଏ, ମନେ ରଖିଥାଅ। ଅନ୍ଧକାର ପ୍ରକ୍ରିୟା ପରେ କରିବା ଆମେ ହେଲା। ଲଙ୍ଗ କୋଶ୍ଚିନ୍ ପିଲାମାନେ ସବୁତକ ଲେଖିବାକୁ ପଡ଼ିବ ଏଇଠି। ତାପରେ ତୃତୀୟ ସୋପାନ କ'ଣ କହୁଛି, ତୃତୀୟ ସୋପାନ ଆମକୁ କହୁଛି ଆମେ କ'ଣ କରିବା, ଜଳ ଅଣୁର ବିଭାଜନ। ଆଲୋକ ଶକ୍ତି ଦ୍ୱାରା ଜଳ ଅଣୁ ବିଭାଜିତ ହୋଇ ଅମ୍ଳଜାନ ଗ୍ୟାସ୍ ଓ ଉଚ୍ଚ କ୍ରିୟାଶୀଳ ଉଦ୍ଜାନ ଉତ୍ପନ୍ନ ହୋଇଥାଏ। ଏହାକୁ ଜଳ ଆଲୋକ ବିଶ୍ଳେଷଣ ବୋଲି କୁହାଯାଏ ହେଲା। ଫଟୋଲିସିସ୍ ଅଫ୍ ୱାଟର, ବୁଝିଲା। ଜଳ ଅଣୁର ବିଭାଜନ ହେବ ଏବଂ ସେଇ ବିଭାଜନ ହେଇ ଆମର ଜଳ ଅଣୁ କ'ଣ ଜାଣିଛି, H2O, ମନେ ରହିଥାଉ। ୱାଟର ରାସାୟନିକ ସଂକେତ H2O, ସିଏ ଯେତେବେଳେ ଭାଙ୍ଗିଯିବ ଆମର H+ ହେଲା ପ୍ଲସ୍ OH- ବାହାରିବ ହେଲା। ଏଇଠି O2 ଅମ୍ଳଜାନ ଗ୍ୟାସ୍ ଆଉ H+ ଆୟନ କ'ଣ, H+ ଅଛି ଉଦ୍ଜାନ ଆୟନ ଉତ୍ପନ୍ନ ହେବ। ତାପରେ ଚତୁର୍ଥ ସୋପାନ ପିଲାମାନେ, ଚତୁର୍ଥ ସୋପାନରେ କ'ଣ ହେବ, ସେ ପ୍ରଥମେ ତୃତୀୟ ହେଲା ଏଡିପିରୁ ଏଟିପି ହେଲା ଦ୍ୱିତୀୟରେ। ତାପରେ ଜଳ ଅଣୁ ବିଭାଜନ ହେଲା। ଏମିତି ମନେ ରଖିବ, ଏମିତି ସର୍ଟ କୋଶ୍ଚିନ୍ ବିଷୟରେ ମନେ ରଖିଦେବ, ପରୀକ୍ଷାରେ ଭଲ କିଣି ଲେଖିପାରିବ। ତାପରେ NADPରୁ କ'ଣ ହେବ, NADPHକୁ କ'ଣ ହେବ, ସେ ବିଜାରଣ ହେବ, ବୁଝିଲା। ତାହେଲେ NADPରୁ NADPH ବିଜାରିତ ହୋଇଥାଏ, ମନେ ରଖିଥା ପିଲାମାନେ। ଇଏ ହେଲା 4ଟା ସୋପାନ। ତାପରେ ହେଲା ଆମର ଅନ୍ଧକାର ପ୍ରକ୍ରିୟା। ପିଲାମାନେ ସବୁ ତ ଦୁଇଟାଙ୍କର ଆମର ପଡ଼ିବନି ପରୀକ୍ଷାରେ, କିନ୍ତୁ ଏଇ ବହିରେ ଆନ୍ସର ଦୁଇଟାଙ୍କ ଲେଖିବାକୁ ପଡ଼ିବ, କାରଣ ଆମକୁ ଦୁଇଟାଙ୍କ ପଚାରିଛି। ପରୀକ୍ଷାରେ ଗୋଟେ ଲଙ୍ଗ କୋଶ୍ଚିନ୍ ପଡ଼ିବ, ଆଲୋକ ପ୍ରକ୍ରିୟା କିମ୍ବା ଅନ୍ଧକାର ପ୍ରକ୍ରିୟା, ଗ୍ୟାରେଣ୍ଟି ପଡ଼ିବ, ସବୁ ବର୍ଷ ଆସୁଛି। ତେଣୁ ତୁମେ ଦୁଇଟାକୁ ପୁରା ସହଜ ଆଲୋକ ପ୍ରକ୍ରିୟା ପୁରା ସହଜ ହେଲା। ଏମିତି ମନେ ରଖିବ, ଏଡିପିରୁ ଏଟିପି ହେବ, ଜଳ ଅଣୁ ବିଭାଜନ ହେବ, ତାପରେ କ'ଣ NADPରୁ NADPH ହେବ। ଆଉ ଆଲୋକ ଶ୍ଳେଷଣ କାହାକୁ କହିବା, ସଇଲା ପୁରା ଆଲୋକ ପ୍ରକ୍ରିୟା ପୁରା ଫୁଲ୍ ମାର୍କ ପାଇବ। ତାପରେ ଅନ୍ଧକାର ପ୍ରକ୍ରିୟା, ପିଲାମାନେ ଅନ୍ଧକାର ପ୍ରକ୍ରିୟାକୁ ଏନଜାଇମ୍ ପ୍ରକ୍ରିୟା ମଧ୍ୟ ଆମେ କହିବା, ବୁଝିହେଲା। ଏଥିରେ କ'ଣ ହେଉଛି, ମେଲଭିନ୍ କେଲଭିନ୍ ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିବାରୁ ଏହାକୁ କେଭିନ୍ ଚକ୍ର ମଧ୍ୟ କୁହାଯାଏ, ବୁଝିହେଲା। ମେଲଭିନ୍ କେଲଭିନ୍ ୟାକୁ ଆବିଷ୍କାର କରିଥିଲେ ଏହି ଅନ୍ଧକାର ପ୍ରକ୍ରିୟା, ତେଣୁ କେଲଭିନ୍ ଚକ୍ର ବୋଲି ଆମେ ୟାକୁ ମଧ୍ୟ କହିବା।
ତାପରେ ଆଲୋକ ପ୍ରକ୍ରିୟାରେ ଯେଉଁ ଗଠିତ ଆଲୋକ ଶ୍ଳେଷଣ ଶକ୍ତି ଅନ୍ଧକାର ପ୍ରକ୍ରିୟାରେ ବ୍ୟବହୃତ ହୋଇ CO2କୁ ଗ୍ଲୁକୋଜ ରୂପକ ଶର୍କରାରେ ପରିଣତ କରେ। ମନେ ରଖିଥାଅ ହେଲା, ଗ୍ଲୁକୋଜ ରୂପକୁ ଶର୍କରାରେ ପ୍ରଥମେ ପରିଣତ କଲା। ତାପରେ ଡିରେ ଦେଖ, ଏଥିପାଇଁ ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାରେ କିଛି ସମୟ ପରେ ଆରମ୍ଭ ହୋଇଥାଏ। ହେଲା, ଆଲୋକ ପ୍ରକ୍ରିୟା ହେଲା ପରେ ହିଁ ଅନ୍ଧକାର ପ୍ରକ୍ରିୟା ହେବ। ହେଲା, ଏହି ପ୍ରକ୍ରିୟାରେ ଅନେକ ଗୁଡ଼ିଏ ଏନ୍ଜାଇମ୍ ଅଂଶଗ୍ରହଣ କରନ୍ତି। ବିପାଚକ ବା ସନ୍ତ୍ରକ ବା ଏନ୍ଜାଇମ୍ ଏକ ଜୈବ ତ୍ୱରକ ଅଟେ। ଏହା ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରେ କିନ୍ତୁ ନିଜେ ପରିବର୍ତ୍ତିତ ହୋଇନଥାଏ। ସେମାନଙ୍କ ମଧ୍ୟରେ ହେଉଛି ଆମର କ'ଣ, ରୁବିସ୍କୋ। ରୁବିସ୍କୋ କ'ଣ ପିଲାମାନେ? ଦେଖ, ରୁବିସ୍କୋ ସାହାଯ୍ୟରେ ସର୍ବପ୍ରଥମେ ପିଲାମାନେ CO2 ଜୈବ ପଦାର୍ଥରେ ବିବନ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୁଏ ଏବଂ ପରବର୍ତ୍ତୀ ସମୟରେ ଗ୍ଲୁକୋଜ ପତ୍ରର ସ୍ପଞ୍ଜି ପାରେନକାଇମାର ମଣ୍ଡଦରେ ପରିଣତ ହୋଇ ଗଚ୍ଛିତ ହୋଇ ରହିଥାଏ। ତାପରେ କ'ଣ ହୁଏ, ଆବଶ୍ୟକତା ଅନୁସାରେ ଏହା ପୁନର୍ବାର ଶର୍କରାରେ ପରିଣତ ହୋଇ ଫ୍ଲୋଏମ୍ ଦ୍ୱାରା ଉଦ୍ଭିଦର ବିଭିନ୍ନ ଅଂଶକୁ ପ୍ରବାହିତ ହୋଇଥାଏ। ପିଲାମାନେ, ତାପରେ ଆମର ରୁବିସ୍କୋ ସାହାଯ୍ୟରେ ସର୍ବପ୍ରଥମେ CO2 କ'ଣ ହେବ, ଜୈବ ପଦାର୍ଥରେ ବିବନ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୁଏ ଓ ପରବର୍ତ୍ତୀ ସମୟରେ ଗ୍ଲୁକୋଜ ପତ୍ରର ସ୍ପଞ୍ଜି ପାରେନକାଇମାରେ ମଣ୍ଡଦରେ ପରିଣତ ହୋଇ ଗଚ୍ଛିତ ହୋଇ ରହିଥାଏ। ବୁଝିହେଲା? ତାପରେ ଏଚ୍ରେ ଆମର ରହିଲା ଲାଷ୍ଟ ପଏଣ୍ଟରେ, ଆବଶ୍ୟକତା ଅନୁସାରେ ଏହା ପୁନର୍ବାର ଶର୍କରାରେ ପରିଣତ ହୋଇ ଫ୍ଲୋଏମ୍ ଦ୍ୱାରା ଉଦ୍ଭିଦର ବିଭିନ୍ନ ଅଂଶକୁ ପ୍ରବାହିତ ହୋଇଥାଏ। ପିଲାମାନେ ଏଇଟାକୁ ଆଲୋକ ପ୍ରକ୍ରିୟା ସହଜରେ ମନେ ହୋଇଯିବ। ଅନ୍ଧକାର ପ୍ରକ୍ରିୟାକୁ ତୁମେ ଟିକେ 3-4 ଥର ରିଡ଼ିଂ କରିଦେବ, ତାପରେ ପୁରା ସମ୍ପୂର୍ଣ୍ଣ ଭାବରେ ମନେ ହୋଇଯିବ। ତାହେଲେ ପରୀକ୍ଷାରେ ଆମେ 5ରୁ 5 ମାର୍କ ପୁରା ଥୋଇଦେବ। ହେଲା, 2ଟା ପଢ଼ିଥିଲେ ଗ୍ୟାରେଣ୍ଟି 5 ମାର୍କଟେ ଥୁଆ। ତାପରେ 2 ନମ୍ବର ପିଲାମାନେ ଆମକୁ ଦେଇଛି ଖାଦ୍ୟର ପ୍ରକାରଭେଦ ଉଦାହରଣ ସହ ଲେଖ। ଇଏ ବି ପିଲାମାନେ ଆମର ଗୋଟେ ଲଙ୍ଗ କୋଶ୍ଚିନ୍। ତାହେଲେ ଖାଦ୍ୟର ପ୍ରକାରଭେଦ, ଏସବୁ ଆମେ ଜାଣିଛେ, ଆମେ 6 ପ୍ରକାର ପଢ଼ିଛେ: ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଓ ଜଳ। ଏଇଟା ଆମେ 6ଠ କ୍ଲାସ୍ରୁ ପଢ଼ି ଆସୁଛେ। ତାହେଲେ ଶ୍ୱେତସାର ଆଗ ଜାଣିବା, ତୁମେ ନିଜେ ମଧ୍ୟ ଲେଖିପାରିବ। ହେଲା, ଶ୍ୱେତସାର ଆମର କ'ଣ, ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ୱେତସାର କିଏ, ଯାହା ମିଳୁଛି ଶର୍କରା ଆଉ ମଣ୍ଡଦ। ହେଲା, ଆଳୁଠାରୁ ଆରମ୍ଭ କରି ସବୁଥିରେ ଆମର କ'ଣ, ଆଳୁ, ଭାତ, ରୁଟିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ। ଚିନି, ଗୁଡ଼ ଆଦିରେ ସୁକ୍ରୋଜ ଥାଏ। ଫଳରସ, ପନିପରିବାରେ ଗ୍ଲୁକୋଜ ଜାତୀୟ ଶ୍ୱେତସାର ଥାଏ। ବୁଝିହେଲା? ତାହେଲେ ଶ୍ୱେତସାରକୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ ଶ୍ୱେତସାରକୁ। ହେଲା, ଗ୍ଲୁକୋଜ ଫର୍ମୁଲା ପିଲାମାନେ ମନେ ରଖିଦିଅ, C6H12O6। ଉଦ୍ଜାନ ଏହାକୁ ଓ ଅମ୍ଳଜାନକୁ ନେଇ ଗଠିତ। ହେଲା, ତାହେଲେ ନେକ୍ସଟ, କୋଷୀୟ ଶୋଷଣ ବେଳେ ଗ୍ଲୁକୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହେବା ସହ ଶକ୍ତି ମଧ୍ୟ ନିର୍ଗତ ହୋଇଥାଏ। 1 ଗ୍ରାମ ଶ୍ୱେତସାରରୁ ପିଲାମାନେ ପ୍ରାୟ 16 କିଲୋ ଜୁଲ୍ ଶକ୍ତି ନିର୍ଗତ ହୋଇଥାଏ। ମନେ ରଖିଥାଏ, 1 ଗ୍ରାମରୁ କେତେ, 16 କିଲୋ ଜୁଲ୍ ଶକ୍ତି ଶ୍ୱେତସାର ନିର୍ଗତ ହୁଏ। ତାପରେ ଆସିଲା ମୋର ପୁଷ୍ଟିସାର। ପିଲାମାନେ ସବୁ ତୁମେ ନିଜେ ବି ଲେଖିପାରିବ। ମାଛ, ମାଂସ, ଅଣ୍ଡାର ଧଳା ଅଂଶ, ହେଲା, ଛେନା, କ୍ଷୀର, ସୋୟାବିନ୍, ଏସବୁ ମନରେ ଆମେ ପୁଷ୍ଟିସାର ଜାତୀୟ ଖାଦ୍ୟ ପାଉଥାଉ। ଡାଲି ହେଉଛି ମୁଖ୍ୟ। ହେଲା, ଶରୀର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଏକାନ୍ତ ଆବଶ୍ୟକ। ତାହେଲେ ପୁଷ୍ଟିସାର କ'ଣ କରୁଛି, ଶରୀର ବୃଦ୍ଧି କରିବାରେ ଏବଂ ନୂତନ କୋଷ ତିଆରି କରିବାରେ ଏବଂ ତନ୍ତୁ ଗଠନ କରିବା ପାଇଁ ନିହାତି ଆବଶ୍ୟକ। ତାହେଲେ ପୁଷ୍ଟିସାର ଗଠନ କେମିତି ହେଇଥାଏ ପିଲାମାନେ, ଏମିନୋ ଅମ୍ଳ ଶୃଙ୍ଖଳ ଦ୍ୱାରା ପ୍ରୋଟିନ୍ ହେଲା, ମନେ ରଖିଥାଅ, ଏମିନୋ ଅମ୍ଳରେ ମାନେ ଏମିନୋ ଏସିଡ୍ର ଶୃଙ୍ଖଳରେ ପ୍ରୋଟିନ୍ ତିଆରି ହୁଏ। ହେଲା, ପରିପାକ ହେଲେ ଏହା ଏମିନୋ ଅମ୍ଳରେ ପରିଣତ ହୋଇ ବିଭିନ୍ନ କୋଷ ନିକଟରେ ପହଞ୍ଚିଥାଏ। ତାପରେ ଯିବା ଆମେ ସ୍ନେହସାର। ବୁଝିହେଲା, ସ୍ନେହସାର ପିଲାମାନେ, ସ୍ନେହସାର ମଧ୍ୟ ଆମେ ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ, ସେଥିରେ ଧଳା ଅଂଶ ଥିଲେ ପୁଷ୍ଟିସାର ପାଇବା, ହଳଦିଆ ଅଂଶ ଥିଲେ କ'ଣ ପାଇବା, ସ୍ନେହସାର ପାଇବା। ତେଲ, ଘିଅରେ ଆମର ସ୍ନେହସାର ଜାତୀୟ ଖାଦ୍ୟ ରହିଥାଏ। କୋଷ ଝିଲ୍ଲି ତିଆରିରେ ଲିପିଡର ପ୍ରମୁଖ ଭୂମିକା ରହିଛି, ମନେ ରଖିଥାଅ। ଏବଂ ଆଉ କ'ଣ ଲେଖିବା, ଆମର ସ୍ନେହସାରରେ ଶରୀରରେ ସ୍ନେହସାର ଚର୍ବି ଭାବରେ ସଞ୍ଚିତ ହୋଇ ରହେ ଓ ଆବଶ୍ୟକ ସ୍ଥଳେ କୋଷୀୟ ଶ୍ୱସନ ଦ୍ୱାରା
ଏହା ଜାରଣ ହୁଏ ଏବଂ ଶରୀରକୁ ଶକ୍ତି ଯୋଗାଇ ଥାଏ। ଚର୍ମ ତଳେ ଚର୍ବିର ଏକ ଆସ୍ତରଣ ରହିଥାଏ। ତାପ ଅପରିବାହୀ ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ। ନେକ୍ସଟ ଆମେ ଧାତୁ ସାର ଦେଖିବା। ଦେଖ ପିଲାମାନେ, ଧାତୁ ସାର ଶରୀର ଗଠନ ପାଇଁ ବିଭିନ୍ନ ଧରଣର ଧାତୁ ସାର ଯଥା ଲୌହ, କ୍ୟାଲସିୟମ, ଆୟୋଡିନ, ଫସ୍ଫରସ୍, ସୋଡିୟମ, ପଟାସିୟମ ଆଦି ଆବଶ୍ୟକ। ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ ଓ ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନର ଗଠନ ପାଇଁ ଧାତୁ ସାର ଆବଶ୍ୟକ। ହେଲେ ଆମର ଦାନ୍ତ, ହାଡ଼ ଏସବୁ ଗଠନ ପାଇଁ ମଧ୍ୟ କ'ଣ ଧାତୁ ସାର ଆବଶ୍ୟକ। ଶରୀର ଆୟନ ସନ୍ତୁଳନ ରକ୍ଷା କରିବା ପାଇଁ ମଧ୍ୟ କ'ଣ ଧାତୁ ସାର ଆବଶ୍ୟକ। ନେକ୍ସଟ ଆମର 5 ନମ୍ବର ଆସିଲା ଭିଟାମିନ୍ ବା ତାକୁ ଓଡ଼ିଆରେ ଆମେ କ'ଣ କହିବା ଜୀବସାର ବୋଲି କହିବା। କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ସାହାଯ୍ୟରେ ହୋଇଥାଏ। ହେଲା, ଭିଟାମିନ୍ର ଉପସ୍ଥିତିରେ ସେ ସମସ୍ତ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପୂର୍ଣ୍ଣ ହୋଇଥାଏ। ଭିଟାମିନ୍ର ଅଭାବରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଜଳରେ ଦ୍ରବଣୀୟ ଭିଟାମିନ୍ ହେଉଛି ଶାଗ, ପନିପରିବା ଓ ଫଳରୁ ଆଦି ମିଳିଥାଏ। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ପ୍ରାଣୀଜ ଚର୍ବି ବା ଉଦ୍ଭିଦଜାତ ତେଲରୁ ମଧ୍ୟ ମିଳିଥାଏ। ନେକ୍ସଟ ଆମେ ଜଳ ଦେଖିବା ପିଲାମାନେ। ଜଳ କୋଷରେ ଥିବା କୋଷରସ ପ୍ରାୟ 70ରୁ 90 ଭାଗ ଜଳ। ପିଲାମାନେ ଆମ ଯେଉଁ କୋଷରେ 70ରୁ 90 ଭାଗ ହେଉଛି କ'ଣ ପୁରା ଜଳ। କୋଷର ସ୍ଥିତି ଓ ଏଥିରେ ହୋଇଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ ଆବଶ୍ୟକ। ଝାଳ, ପରିସ୍ରା ଓ ନିଶ୍ୱାସରେ ଶରୀରରୁ ଜଳ କ୍ଷୟ ହୋଇଥାଏ। ତାହାର ଭରଣ ପାଇଁ ପ୍ରତିଦିନ ପ୍ରାୟ 3ରୁ 4 ଲିଟର ପାଣି ପିଇବା ଉଚିତ। ମନେ ରଖିଥାଅ, ପ୍ରତିଦିନ 3ରୁ 4 ଲିଟର ପାଣି ପିଅ ପିଲାମାନେ। ଖାଲି ପଢ଼ିଦେଲେ କିଛି ହେବନି, ତାକୁ ପାଠ କ'ଣ ପାଇଁ ପଢ଼ୁଛେ, ତାକୁ ନିତିଦିନ କାର୍ଯ୍ୟରେ କ'ଣ ଉପଯୋଗ କରିବା ପାଇଁ। ତେଣୁ ଯାହା ପଢ଼ୁଛେ, ଯାହା ଶିଖୁଛେ ତାହା ହିଁ କରିପାରିଲେ ଆମେ ଗୋଟେ ଏଜୁକେଟେଡ଼ ପର୍ସନ ବୋଲି କ'ଣ ଗଣା ହେବା। ତାପରେ ନେକ୍ସଟ କ'ଣ ଆମର ଡିରେ ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ପ୍ରକାଶ ହୁଏ। ହେଲା, ତାପରେ 3 ନମ୍ବର କ୍ୱେଶ୍ଚିନ୍ ଆମକୁ ପିଲାମାନେ କ'ଣ ଦେଇଛି, ପରଭୋଜି ପୋଷଣ କ'ଣ? ପରଭୋଜି ପୋଷଣର ପ୍ରକାରଭେଦ ଉଦାହରଣ ସହ ବୁଝେଇବା। ତାହେଲେ ପ୍ରଥମେ କ'ଣ ଲେଖିବା, ପରଭୋଜି ପୋଷଣ କାହାକୁ କୁହାଯାଏ? ପିଲାମାନେ ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ, ଅନ୍ୟ ଉପରେ, ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ କ'ଣ ନିର୍ଭର କରନ୍ତି, ସେମାନଙ୍କୁ ଆମେ ପରଭୋଜି କହିବା। ଯେମିତି ଆମେ ଗଛ ଯେମିତି ଗୋଟେ ବାଇଗଣ ତିଆରି କରିଦେଉଛି, ଆମେ ବାଇଗଣଟେ ତିଆରି କରିପାରିବେ କି ନାହିଁ? ତାହେଲେ ଆମେ ଅନ୍ୟ ଉପରେ ନିର୍ଭର କରିବା, ତାହେଲେ ଆମେ ହେଉଛେ ପରଭୋଜି। ସମସ୍ତ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ। ବୁଝିହେଲା? ଦେଖ, ନିର୍ମୂଳୀ ଦେଖିବ କେତେବେଳେ ମାଟି ପାଖରେ ହେଇନଥିବ, ନିର୍ମୂଳୀ ଗଛ ଉପରେ, ତାକୁ ହେଇ ଗଛକୁ ଖାଇକି ସେ ବଞ୍ଚିବ। ଏହି ଜୀବମାନଙ୍କ ପୋଷଣ ପ୍ରଣାଳୀକୁ ପରଭୋଜି ପୋଷଣ କୁହାଯାଏ। ପରଭୋଜି ପୋଷଣ ମୁଖ୍ୟତଃ ପିଲାମାନେ 4 ପ୍ରକାରର। ପ୍ରାଣୀସମ ପୋଷଣ, ମୃତବଜୀବୀୟ ପୋଷଣ, ପରଜୀବୀୟ ପୋଷଣ, ଆଉ ଗୋଟେ ହେଲା ସହଜୀବୀୟ ପୋଷଣ। ମନେ ରଖିଲ ତ, କେତେ ପ୍ରକାର? 4 ପ୍ରକାର। ତାପରେ ଆସିଲା ପ୍ରଥମେ ଆମର ଆସିଲା ପ୍ରାଣୀସମ ପୋଷଣ। ପିଲାମାନେ ଯେଉଁ ପୋଷଣରେ ପ୍ରାଣୀ କିମ୍ବା ଉଦ୍ଭିଦର ସମୁଦାୟ ଶରୀର କିମ୍ବା ଆଂଶିକ ଶରୀର ଖାଦ୍ୟ ରୂପେ ଅନ୍ୟ ପ୍ରାଣୀଙ୍କ ଦ୍ୱାରା ବ୍ୟବହୃତ ହୁଏ ତାହାକୁ ପ୍ରାଣୀସମ ପୋଷଣ କୁହାଯାଏ। ଉଦାହରଣ ମଣିଷ, କୁକୁର, ବିଲେଇ, ଅସରପା, ଏମିବା ଇତ୍ୟାଦି। ବୁଝିଲା ତ? ତାହେଲେ ମୃତବଜୀବୀୟ ପୋଷଣ କ'ଣ ପିଲାମାନେ? ଯେଉଁ ପୋଷଣ ଦ୍ୱାରା ପରଭୋଜି ମୃତ, ଗଳିତ, ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟି ସାଧନ କରନ୍ତି ତାହାକୁ ଆମେ ମୃତବଜୀବୀୟ ପୋଷଣ। ମାନେ ଜଣେ ମଲା ପରେ ତାଙ୍କ ଖାଦ୍ୟକୁ ଯିଏ ଗ୍ରହଣ କରେ। ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି ନାହିଁ। ସାଧାରଣତଃ ଖାଦ୍ୟ ଗ୍ରହଣ ବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି ଶରୀର ବାହାରେ କ'ଣ କରନ୍ତି, ଏହି ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିଦିଅନ୍ତି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥାନ୍ତି। ବୁଝିହେଲା?
ଉଦାହରଣ ଛତୁ ଜାତୀୟ କବକ, ଇଷ୍ଟ, ବ୍ୟାକ୍ଟେରିଆ ଆଦି ଜୀବମାନଙ୍କରେ ଏହି ପୋଷଣ ଦେଖାଯାଇଥାଏ। ତାପରେ ଆମର ଆସିଲା ତ୍ରିପଲ ଆଇରେ ପର କ'ଣ ଜୀବୀୟ ପୋଷଣ। ଯେଉଁ ପୋଷଣରେ ଜୀବମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କ ଖାଦ୍ୟ ପୋଷଣ କରନ୍ତି ସେମାନଙ୍କୁ ଆମେ ପରଜୀବୀ ପୋଷଣ କହିବା। ମାନେ ଶରୀର ଭିତରେ ହଉ ଶରୀର ବାହାରେ ହଉ ଯେଉଁମାନେ ଖାଦ୍ୟ ପୋଷଣ କରିବାକୁ ସେମାନଙ୍କୁ ଆମେ ପରଜୀବୀ ପୋଷଣ ବୋଲି କହିବା। ପରଜୀବୀ ମାନେ ଭୋଜତା ଉଦ୍ଭିଦ ବା ପ୍ରାଣୀଙ୍କ ଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ଖାଦ୍ୟ ସାଧନ କରନ୍ତି। ଭୋଜଜାତର ଆଶ୍ରୟରେ ରହି ପରଜୀବୀ ମାନେ ସାଧାରଣତଃ ତାହାର ଅନିଷ୍ଟ କରିଥାନ୍ତି। ମନେକର ଆମ ପେଟରେ କୃମି ଅଛି, ତାହେଲେ କୃମି ଆମେ ଯାହା ଖାଉଛେ ତାକୁ ଖାଇଲା, ତାହେଲେ ଆମର ଅନିଷ୍ଟ କଲା କି ନାହିଁ। ଉଦାହରଣ ଦେଇଛି ମଲାଙ୍ଗ, ନିର୍ମୂଳି ହେଲା, ଏଇଟା ରାଫ୍ଲେସିଆ, ପ୍ଲାଜମୋଡ଼ିୟମ, ଉକୁଣି, ଜୋକ ଓ କେତେକ କୃମି ପରି ପାଣି। ବୁଝିହେଲା। ତାପରେ ଯିବା ଆମେ ସହଜୀବୀୟ ପୋଷଣ। ଯେଉଁ ପୋଷଣରେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ ଅଥବା ଉଦ୍ଭିଦ ଓ ପ୍ରାଣୀ ବା ପ୍ରାଣୀ ଅଣୁଜୀବ ବା ଉଦ୍ଭିଦ ଓ ଅଣୁଜୀବ ମଧ୍ୟରେ ପୋଷଣର ଆଦାନ ପ୍ରଦାନ ହୋଇଥାଏ ତାହାକୁ ସହଜୀବୀୟ ପୋଷଣ କୁହାଯାଏ। ବୁଝିହେଲା ତ। ତାପରେ ଏଥିରେ କ'ଣ ହୁଏ? ଏଥିରେ କେହି କାହାର କ୍ଷତି କରନ୍ତି ନାହିଁ, ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ। ପୋଷଣର ଆଦାନ ପ୍ରଦାନ ଖାଲି ହେଇଥାଏ, କେହି କାହାର କ୍ଷତି କରନ୍ତି ନାହିଁ। ମଣିଷର ଅନ୍ତନଳୀରେ ସହଜୀବୀ ଭାବେ ବାସ କରୁଥିବା ଇଶ୍ଚେରିଆ କୋଲାଇ ନାମକ ବ୍ୟାକ୍ଟେରିଆ ଶରୀରରେ ଭିଟାମିନ୍ ବିର ରାସାୟନିକ ନାମ ପିଲାମାନଙ୍କ ରଖ ସିଆନା କୋବାଲାମାଇନ୍ ଭିଟାମିନ୍ ବିର ପ୍ରସ୍ତୁତ କରି ମନୁଷ୍ୟକୁ ଯୋଗାଇଥାଏ। ତା ପରିବର୍ତ୍ତେ ମନୁଷ୍ୟର ଅନ୍ତନଳୀରୁ ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରିଥାଏ। ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ ସହଜୀବିତାର ଅନ୍ୟ ଏକ ଉଦାହରଣ। ବୁଝିହେଲା। ତାପରେ ପିଲାମାନେ ଆମେ 4 ନମ୍ବର ଯିବା। 4 ନମ୍ବର କ'ଣ ଦେଲା? ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖ। ପାଟିରେ ଖାଦ୍ୟର ପରିବର୍ତ୍ତନ କିପରି ହୋଇଥାଏ ବୁଝାଇଥାଏ। ପିଲାମାନେ ମଣିଷ ଖାଦ୍ୟର ଅଂଶ ଗୁଡ଼ିକ ଆମେ ପ୍ରଥମେ ହେଲା ପାଟି, ତାପରେ ଯେତେ ଭିତରକୁ ଯିବା ମୁଖ ଗହ୍ୱର, ଗ୍ରସନୀ, ନିଗଳ, ପାକସ୍ଥଳୀ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର, ମଳାଶୟ, ମଳ ଦ୍ୱାର। ନେକ୍ସଟ ଆମେ ପାଟିରେ କେମିତି ଖାଦ୍ୟ ପରିବର୍ତ୍ତନ ହୁଏ। ପିଲାମାନେ ପାଟି ବାଟେ ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରିବା ତାହା ପ୍ରଥମେ ଦାନ୍ତ ଦ୍ୱାରା ଚର୍ବିତ ହେବା ଓ ପେଷିତ ହୋଇ ମଣ୍ଡରେ ପରିଣତ ହୁଏ। ପାଟିରେ ଥିବା ଲାଳ ଗ୍ରନ୍ଥିରୁ ଲାଳ କ୍ଷରିତ ହୋଇ ଚର୍ବିତ ଖାଦ୍ୟ ସହିତ ଚର୍ବି ସହିତ ଆମର ମିଶିବ ହେଲା। ଲାଳରେ ଜଳ, ଲବଣ, ମିକସ ଓ କ'ଣ ସାଲାଇଭା ଆମେଲେଜ ବା ଟାୟାଲିନ୍ ନାମକ ଏନଜାଇମ୍ ଥାଏ ହେଲା। ଲାଳ ଚର୍ବିତ ଖାଦ୍ୟକୁ ମଣ୍ଡ କରି ଦେଇଥାଏ। ଲାଳ ମୁଖ ଗହ୍ୱର ଓ ଦାନ୍ତକୁ ସଫା ରଖୁଥିବା ସଙ୍ଗେ ସଙ୍ଗେ ସେଥିରେ ଥିବା ଲାଇସୋଜାଇମ୍ ନାମକ ଏନଜାଇମ୍ ମୁଖ ଗହ୍ୱରରେ ଖାଦ୍ୟରେ ଥିବା ବ୍ୟାକ୍ଟେରିଆଙ୍କୁ ମାରିଦିଏ। ଲାଳରେ ଥିବା କ'ଣ ସାଲାଇଭାରେ ଆମେଲେଜ ଜଟିଳ ଶ୍ୱେତସାର ଜାତୀୟ ମଣ୍ଡଦକୁ ସରଳ ମାଲ୍ଟୋଜରେ ପରିଣତ କରିଥାଏ। ନେକ୍ସଟ ଆମେ 5 ନମ୍ବର କ'ଣ ଦେଖିବା? ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ। ପ୍ରଥମେ ଆସିଲା ଆମର ପାକସ୍ଥଳୀର ଗଠନ। ପିଲାମାନେ ପାକସ୍ଥଳୀ ଗୋଟେ ଇଂରାଜୀ ଅକ୍ଷର। ବୁଝିହେଲା। ଆକୃତିର ଏକ ମାଂସାଳ ଥାଳି। ଏହାର ଉପର ଅଂଶ ଓସାରିଆ ଓ ତଳ ଅଂଶ କମ ଓସାରିଆ। ଏହା ମଧ୍ୟଛନ୍ଦା ତଳେ ଉଦର ଗହ୍ୱରର ବାମ ପାର୍ଶ୍ୱରେ ଅବସ୍ଥିତ। ମନେ ରଖିଥାଅ, ପାକସ୍ଥଳୀ କେଉଁଠି ଅବସ୍ଥିତ? ମଧ୍ୟଛନ୍ଦା ତଳେ ଉଦର ଗହ୍ୱର ବାମ ପାର୍ଶ୍ୱରେ ଅବସ୍ଥିତ, ଆବଡୋମେନ୍ ଯେଉଁଟାକୁ ଆମେ କହୁଛେ ହେଲା। ଏହା 3 ଭାଗରେ ବିଭକ୍ତ, କାର୍ଡ଼ିଆକ୍, ଫଣ୍ଡିକ୍ ଓ କ'ଣ ପାଇଲୋରିକ୍। ପାକସ୍ଥଳୀର ହୃତ୍ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡ଼ିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ କ'ଣ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ। ମନେ ରଖିଥାଅ, ବହୁତ ଥର ଏକ୍ଜାମରେ ପକେଇ ଦେଉଛି ହେଲା। ହୃତ୍ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡ଼ିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ କ'ଣ କୁହାଯାଏ? ପାଇଲୋରିକ୍ ଷ୍ଟୋମାକ୍ ବୋଲି କୁହାଯାଏ। ନେକ୍ସଟ ଆମର କ'ଣ ପାଇଲୋରିକ୍ ଷ୍ଟୋମାକ୍ର ଶେଷ ଭାଗରେ ଥିବା ମୁଦ୍ରିକା ଆକାର ମାଂସପେଶୀକୁ ପାଇଲୋରିକ୍ ସ୍ଫିଣ୍କ୍ଟର କୁହାଯାଏ। ଏହା ପାକସ୍ଥଳୀରୁ କ୍ଷୁଦ୍ରାନ୍ତ ମଧ୍ୟକୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ପ୍ରବେଶ କରିବାକୁ ନିୟନ୍ତ୍ରଣ କରିଥାଏ। ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକ ଗୁଡ଼ିଏ ପାକ ଗ୍ରନ୍ଥି ମଧ୍ୟ ରହିଛି।
नेक्स्ट आम देखिए पाकस्थली कार्य कौन। पाकस्थली भीतर आच्छादन पाचक ग्रंथि निष्कृत पाचक रसरे पाचक एंजाइम और लवणाम्ल थाए। यही लवणाम्ल एक अम्लीय परिवेश सृष्टि करे जहाँ पाचक एंजाइम गुड़िकर क्रियाशीलता पाई आवश्यकता होता है। यह खाद्य क्षतिकारक बैक्टेरिया मानक मारिदिए। यह मध्य खनिज लवण गुड़ी को कौन करथाए द्रवीभूत करिथाए। लवणाम्ल पेप्सिनोजेन को पेप्सी रे परिणत करे एवं पेप्सिन रे परिणत करे। पेप्सिन पुष्टिसार को भांगी सरल प्रोटीएज और प्रोटीन रे परिणत करे। नेक्स्ट आमको 6 नंबर देइछि पाकनली सह जड़ित ग्रंथि गुड़िकर नाम और कार्य लेखिबा। ताल देख पिला तुम पे मुझे करी देइछि तुम एटा निजे लेख है। लाल ग्रंथि एटा कहि सारे पाकनली सह जड़ित लाल ग्रंथि पाकनली ग्रंथि अग्नाशय पित्त ग्रंथि है कौटे अवस्थित परीक्षा 1 मार्क आउची। पित्त ग्रंथि हूँ यकृत निकटरे अग्नाशय ग्रहणी मध्य पाकस्थली अंत बा आच्छादन ग्रंथि पाकस्थली लाल ग्रंथि पाटी और मुख गहरे केते जोड़ा ये 3 जोड़ा ये गोटी है या कार्य ये मुझे लिखिदे। 7 नंबर आमको देछि सहजीवी पोषण बुझा। सहजीवी पोषण क्या कहुए आम बुझेबा बुझेगा पिला माने दुईटी भिन्न जातिर जीव मध्य पोषणर आदान प्रदान को सहजीवी पोषण कहुए है। उदाहरण 1 आमको कौन देछि आम अंतनली रे सहजीवी भाव रोथुवा इस्चेरिया कोलाई नामक बैक्टेरिया निज शरीर में विटामिन प्रस्तुत कर आमको जोगाई थाए। ता परिवर्ते आम अंतनली रे सरलीकृत खाद्य को कौन खाद्य ग्रहण करी निजर प्रतिपालन करी थाए। तापर ख देखा 6 नंबर प्रश्न आमको देछि आमर केते प्रकार केतोटी दांत अच्छी पिला माने आमर 4 प्रकार 32 दांत अच्छी है। मन रखिथ 4 प्रकार दांत है कर्जन दांत 5टी श्वान दांत 4टी चर्बण दांत 5टी पेषण दांत 12टी। यहीपरि भाव में आमर कौन तल उपर माड़ी गोटे लेखाएं और 32टी दांत रही। तापर गर देछि आमको जीभ केते प्रकार स्वाद बारी पारे है एवं जीभर अन्य कार्य गुड़िक कौन। पिला माने जीभ आम निजे पिता खट्टा मिठा लुणिया राग आदि स्वाद बारी पारे। जीभ खाद्य को दांत निकट में पहुँचाइबारे और खाद्य को किलिबारे कौन करथाए साहाय्य करिथाए। तापर घर देला पाकस्थली रे खाद्यर परिणति लेख। पिला माने पाकस्थली भीतर आच्छादन रे अनेक ग्रंथि रही ग्रंथि पाचक रस और लवणाम्ल निःसृत होता है। आई पाचक रस पेप्सिन नामक एंजाइम अम्लीय परिवेश रे पुष्टिसार जातीय खाद्य को सरल प्रोटीएज और पेप्टोन परिणत करिथाए। लवणाम्ल खाद्य क्षतिकारक बैक्टेरिया को मारी दिए। आम जानी पिला एसिडिटी हुए कौन पे हुए एसिड सब क्षरित होता है एसिड एसीएल हो है बा एसीएल है हाइड्रोक्लोरिक एसिड क्षरित ये अम्लीय परिवेश ये सब ये हुए खाद्य को पाचन करियारे साहाय्य करे। उरे देला पाकस्थली खाद्य मंड केउठा को जाए खाद्यर अवशोषण पर अवशिष्ट खाद्यर परिणति लेख है। ताले पाकस्थली पिला माने खाद्यमंड क्षुद्रांतर प्रथम अंश ग्रहणी मध्य को जाए एठारे स्नेहसार खाद्यर अवद्रवीकरण हो जाए और खाद्य द्रव्य सामान्य क्षारीय होता है। खाद्यर अवशोषण पर अवशिष्ट खाद्य बृहदंत को जाए सेठारे खाद्यमंडल थिबा बलका अजीर्ण खाद्य मलरे परिणत होता है। चरे पिलाने देछि आलोक प्रक्रिया बुझा। पिलाने प्रथम क्वेश्चन आलोक प्रक्रिया बुझी देछि तुम खाली लिखिदव ये पढ़ीदव बुझेला। छे आमको पिलाने आलोक शोषण रुबिस्कोर भूमिका लेख। पिलाने फास्ट करथिले हैला केल्विन चक्र रुबिस्को आरंभ होई परिशेष रे सेठार ही समाप्त होई थाए। फलतः केवल अंगारकाम्ल यही प्रक्रिया शर्करा परिणत होई थाए। प्रत्येक रुबिस्को अणु गोटे लेखाएं कौन CO2 अणु ग्रहण करी पर विभाजित होता है और 2टी कौन PGA है फस्फोग्लिसरिक एसिड
ହେଲା ମନେ ରଖିଥାଅ। ପ୍ରସ୍ତୁତ ହୋଇଥାଏ ଏହିପରି ରୁବିସ୍କ ସହିତ CO2 ମିଶି ରୁବିସ୍କ ସାହାଯ୍ୟରେ 12ଟି PGA ହେଲା ଫସ୍ଫୋଗ୍ଲିସରିକ୍ ଏସିଡରେ ପରିଣତ ହୋଇଥାଏ। ଏଥିମଧ୍ୟରେ 2ଟି PGA ଗୋଟିଏ ଗ୍ଲୁକୋଜ ଅଣୁ ପ୍ରସ୍ତୁତ କରିଥାନ୍ତି ଓ ଅବଶିଷ୍ଟ 10ଟି PGA ପୁନଶ୍ଚକ୍ରଣ ଘଟି ରୁବିସ୍କ ଅଣୁ ଜାତ ହୋଇଥାଏ। ହେଲା 8 ନମ୍ବର ଦେଖିବା। ପିଲାମାନେ ମୁଁ ଦେଇଛି ଜୀବର କାର୍ଯ୍ୟ, ଗୋଟିଏ ବାକ୍ୟରେ ଉତ୍ତର ଲେଖିବା ସବୁତକ 1 ମାର୍କ ପଡ଼ିବ। ଆମର ଜୀବର କାର୍ଯ୍ୟ ଜାଣିଛେ ଆମେ କ'ଣ, ସ୍ୱାଦ ବାରିବା, ବୁଝିହେଲା, ଏବଂ ଦାନ୍ତ ନିକଟରେ ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବା ଏବଂ କହିବାରେ ସାହାଯ୍ୟ କରିବା ମଧ୍ୟ। ଖରେ କ'ଣ, ମଣିଷ ମାଢ଼ିରେ କେଉଁ ପ୍ରକାରର ଦାନ୍ତ ରହିଛି? ଏବେ ହିଁ ପଢ଼ିଥିଲେ କର୍ଜନ, ଛେଦକ, ଶ୍ୱାନ, ଚର୍ବଣ ଓ ପେଷଣ ଦାନ୍ତ ରହିଛି। ତାପରେ ଗରେ ଦେଖ ପିଲାମାନେ, ପିତ୍ତର କାର୍ଯ୍ୟ କ'ଣ? ପିଲାମାନେ ଖାଦ୍ୟର ଅମ୍ଳତ୍ୱକୁ ଦୂର କରିବା ସହିତ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଇବାରେ ସାହାଯ୍ୟ କରେ, ବୁଝିହେଲା। ଖାଦ୍ୟର ବେଶୀ ଅମ୍ଳତ୍ୱ ହେବାକୁ ଦେବନି, ଏସିଡ଼ିଟି ବଢ଼ିବାକୁ ଦେବନି, ହେଲା, ଖାଦ୍ୟର ଅମ୍ଳତ୍ୱ ଦୂର କରିବ। ଘରେ ଦେଇଛି ଆମକୁ ବୃହଦନ୍ତରେ କ'ଣ ଅବଶୋଷଣ ହୋଇଥାଏ? ପିଲାମାନେ ଏଇ କୋଶ୍ଚିନ୍ର ଆନ୍ସର ମୁଁ ଜାଣିକି ଲେଖିନି, କ'ଣ ପାଇଁ କହିଲ? ତମେ ନିଜେ କରିବ, ସବୁ ତ କହିଦେବି ମୁଁ। ଏଇଟା ବହିରେ ଅଛି, ପୁରା ହେଡ଼ିଂରେ ଲେଖା ହେଇଛି, ହେଲା, ବହିରୁ ଖୋଜିକି ନିଜେ ଲେଖ। ରେ ବହିରୁ ପଢ଼ିଲେ କିଛିଟା ପଢ଼ିଲେ ଆମକୁ ଅଧିକ ମନେ ରହିବ, ମନେ ରହିଥାଅ। ରେ ପାଚକ ରସରେ କେଉଁ ପ୍ରକାର ଏନ୍ଜାଇମ୍ ରହିଛି? ପାଚକ ରସରେ ପେପ୍ସିନ୍ ଓ ଲାଇପେଜ୍ ଏନ୍ଜାଇମ୍ ରହିଛି। ରେ ଆଲୋକ ପ୍ରକ୍ରିୟାରେ କ'ଣ ଉତ୍ପନ୍ନ ହୁଏ? ପିଲାମାନେ ଆଲୋକ ପ୍ରକ୍ରିୟାରେ ଆଲୋକ ଶକ୍ତି ଦ୍ୱାରା ଜଳର ଆଲୋକ ବିଶ୍ଳେଷଣ ଘଟି NADPH ଓ ATP ଗଠିତ ହେବା ସହ ଅମ୍ଳଜାନ ମୁକ୍ତ ହୋଇଥାଏ। ରେ ଦେଖିବା ଆଲୋକ ଶୋଷଣ ଶକ୍ତି କ'ଣ? ପିଲାମାନେ NADPH ଓ ATP ଉଭୟ ମିଶି ଆଲୋକ ଶୋଷଣ ଶକ୍ତି ଗଠନ କରନ୍ତି। ଇଏ ବି ମଧ୍ୟ 9 ନମ୍ବର, ଗୋଟିଏ ବାକ୍ୟରେ ଆମେ ଉତ୍ତର ଦେବା, ହେଲା। ଅନ୍ଧକାର ପ୍ରକ୍ରିୟାର ଗୋଟିଏ ଗ୍ଲୁକୋଜ ପ୍ରସ୍ତୁତ କରିବା ସହ କେତୋଟି CO2? ହେଲା ଆମେ ଜାଣିଛୁ 6 CO2, ହେଲା 6ଟି। ଖରେ ଦେଇଛି ଥାଇଲାକଏଡ୍ ଝିଲ୍ଲିର ପ୍ରବାହିତ ହେଉଥିବା ଇଲେକ୍ଟ୍ରିକ୍ ପରିଶେଷରେ କେଉଁଠାରେ ପହଞ୍ଚିଥାଏ? କେଉଁଠାରେ ପହଞ୍ଚିଥାଏ? ଅଣୁ ମାଧ୍ୟମରେ ଗ୍ରାହକ ଅଣୁ ପାଖରେ ପହଞ୍ଚେ। ଗରେ ଦେଇଛି ଟାୟାଲିନ୍ ଏନ୍ଜାଇମ୍ କେଉଁଠି ରହିଥାଏ? ସେ ହେଲା ଲାଳରେ, ହେଲା ଲାଳରେ। ଘରେ ଆମ ଶରୀରର କେଉଁଠି ଏକ ମିଶ୍ରିତ ଗ୍ରନ୍ଥି? ସେ ହେଲା ଅଗ୍ନାଶୟ। 10 ନମ୍ବର ସେମିତି ଦେଇଛି, ଶୂନ୍ୟ ସ୍ଥାନ ପୂରଣ କରିବା ପିଲାମାନେ, ହେଲା। ପାକସ୍ଥଳୀର ଉପର ଅଂଶକୁ କାଡ଼ିଆ ଷ୍ଟୋମାକ୍ ଓ ତଳ ଅଂଶକୁ କ'ଣ କୁହାଯାଏ? ପିଲାମାନେ ମୁଁ ଲେଖିଦେଇ ତଳେ, ତମେ ଯଦି ସ୍ପେଲିଂ ନ ଜାଣିପାରିବ, ହେଲା, ଏ କ'ଣ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ। ଖରେ କ'ଣ ଦେଇଛି? ମଲାଙ୍ଗ ନିର୍ମୂଳ ଆଦି କେଉଁ ଉଭନ୍ତି? ଏରା ଆମେ ଜାଣିଛେ କ'ଣ, ପରଜୀବୀ ଉଦ୍ଭିଦ ଅଟନ୍ତି, ମଲାଙ୍ଗ ଆଉ ନିର୍ମୂଳି ବୋଲି। ଗରେ ଦେଲା ଲାଳରେ, ଏବେ ହିଁ ପଢ଼ିଲେ କେଉଁ ଏନ୍ଜାଇମ୍? ଟାୟାଲିନ୍ ଏନ୍ଜାଇମ୍, ଏଇଠି ଦେଇଛି, ଦେଖିପାରୁଛ ତ, ଟାୟାଲିନ୍। ଘରେ ଦେଲା ଖାଦ୍ୟ ଓ ପବନକୁ ଯେ ଯାହା ବାଟରେ ଚଳନ କରିବା ପାଇଁ ଯିଏ ସାହାଯ୍ୟ କରେ, ସେ ହେଲା ଅଧିଜିହ୍ୱା, ହେଲା। ରେ ପିତ୍ତ ସ୍ନେହସାର ଜାତୀୟ ଖାଦ୍ୟର କ'ଣ କରାଇଥାଏ? ଏଇନା ପାଇଁ ପଢ଼ିଲେ ଅବଦ୍ରବୀକରଣ କରାଇଥାଏ। ନେକ୍ସଟ ରେ ଦେଖିବା ଜଳର ଆଲୋକ ବିଶ୍ଳେଷଣ ଥାଇଲାକଏଡ୍ ଡ୍ୟାସରେ ହୁଏ, ସେ ହେଲା ପରିବେଶରେ ହୁଏ। ନେକ୍ସଟ ଆମକୁ 11 ନମ୍ବର ଦେଇଛି, ଆମେ କ'ଣ କରିବା? ରେଖାଙ୍କିତ ଶବ୍ଦ ବା ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟରେ ଲେଖିବା, ହେଲା। ଦେଇଛି ପିତ୍ତରେ ରହିଥିବା ଟାୟାଲିନ୍ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଇଥାଏ। ନାଇଁ ପିଲାମାନେ, ପିତ୍ତରେ ରହିଥିବା କ'ଣ, ପିତ୍ତ ଲବଣ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଇଥାଏ। ତାପରେ ଖରେ ମଣିଷର ପ୍ରତି ମାଢ଼ିରେ 4ଟି କର୍ଜନ ଦାନ୍ତ ରହିଛି। ଗରେ ଦେଖିବା, ଗରେ ଦେଇଛି ଯେଉଁ ପରଭୋଜୀ ମୃତ ଗଳିତ ପଚାସଢ଼ା ଉଦ୍ଭିଦ ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ପୁଷ୍ଟିସାର ସେମାନଙ୍କୁ ପରଜୀବୀ। ନାହିଁ ପିଲାମାନେ, ସେମାନେ କ'ଣ, ମୃତ ଉପଜୀବୀ କୁହାଯାଏ ତାଙ୍କୁ। ତାପରେ ଘରେ ଦେଇଛି ପ୍ଲାଜମୋଡ଼ିୟମ୍ ଏକ ବାହ୍ୟ ପରଜୀବୀ। ନାହିଁ, ପ୍ଲାଜମୋଡ଼ିୟମ୍ ଏକ ଅନ୍ତଃ ପରଜୀବୀ। ନେକ୍ସଟ ଆମକୁ 12 ନମ୍ବର ଦେଇଛି, ପିଲାଟା ଗ୍ଲୁକୋଜ। ଏଟା ଗ୍ଲୁକୋଜ ଯଦି ଶ୍ୱେତସାର, ଏମିନୋ ଏସିଡ୍ ହେଉଛି ପୁଷ୍ଟିସାର, ହେଲା, ଭୁଲ ଟିକେ ଲେଖିଦେଇଛି, ପୁଷ୍ଟିସାର। ଖରେ ପ୍ଲାଜମୋଡ଼ିୟମ୍ ଅନ୍ତଃ ପରଜୀବୀ, ଉକୁଣି ବାହ୍ୟ ପରଜୀବୀ, ବାହ୍ୟ। ତାପରେ ଗରେ ଦେଲା ଆମକୁ
ଖାଦ୍ୟ ନଳୀର ଦ୍ୱାର ହେଲା ଗଲେଟ୍, ଶ୍ୱାସନଳୀର ଦ୍ୱାର ହେଲା ଗ୍ଲଟିସ୍। ତାପରେ ଗ୍ଲାଇକୋଲିସମ୍ ହେଲା କୋଷଜୀବକ, ସାଇଟ୍ରିକ୍ ଏସିଡ୍ ହେଲା ଅମ୍ଳଚକ୍ର ହେଲା ମାଇଟୋକଣ୍ଡ୍ରିଆ। ଇଏ ହେଲା ଆମର ପୋଷଣର ସବୁତକ ଅଭ୍ୟାସ। କୋଶ୍ଚିନ୍ ସରିଗଲା।